ତାମିଲନାଡୁ ଆସିବାର ମତେ 8 ମାସ ହେଲାଣି କିନ୍ତୁ ଆଜି ମୋ ସହିତ ପ୍ରଥମ ଥର ଏମିତି ହେଲା କି ମତେ ଜମାରୁ ବି ଭଲ ଲାଗୁନଥିଲା। କିନ୍ତୁ ତାପରେ ଯେତେବେଳେ ମୋ ଦିଦିର କଲ୍ ଆଇଲା ମୋ ମନ ପୁରାପୁରି ବଦଳିଗଲା। ତାପରେ ମୁଁ ଗୋଟେ ଏମିତି ଡିସିସନ ନେଲି ଯୋଉଟା ଜାଣିକି ତମମାନଙ୍କୁ ବି ଖୁସି ଲାଗିବ। ସେ ଡିସିସନ ଟା କଣ ଚାଲ ଆଜିର ଭିଡିଓରେ କହୁଛି। ଭାଇ ମାନେ ମୁଁ ଅଲୁ ଆଉ ମୁଁ ରୁହେ ତାମିଲନାଡୁରେ। ସକାଳୁ ଉଠିକି ମୁଁ ଗାଧେଇକି ରେଡି ହେଇଗଲି। ରେଡି ତ ହେଇଗଲି କିନ୍ତୁ ଆଜି ମତେ ଡ୍ୟୁଟି ଯିବା ପାଇଁ ଟିକେ ବି ଇଚ୍ଛା ନଥିଲା। ଇଚ୍ଛା ନଥିଲେ ବି ମୁଁ ଡ୍ୟୁଟି ଗଲି। ଡ୍ୟୁଟିରେ କାମ କରିବା ସମୟରେ ମତେ ଜମାରୁ ବି ଭଲ ଲାଗିଲାନି। ମୁଁ ବାହାରକୁ ପଳେଇ ଆସିଲି। କିଛି ସମୟ ପରେ ମୁଁ ଲିଭ୍ ନେଇକି ପଳେଇ ଆସିଲି। ଆସି ସାରିଲା ପରେ ମୁଁ ଭାବିଲି ଯେ ମୁଁ ଘରକୁ ପଳେଇବି। ତାମିଲନାଡୁ ଆସିବାର ମତେ 8 ମାସ ହେଲାଣି। ଆଜି ମୋ ସହିତ ପ୍ରଥମ ଥର ଏମିତି ହେଲା ଯେ ମତେ ଜମାରୁ ମନ ଲାଗୁନଥିଲା। ତାପରେ ମୁଁ ମୋ ଦିଦି କି କଲ୍ କଲି ଏଇଆ କହିବା ପାଇଁ କି ମତେ ଜମାରୁ ମନ ଲାଗୁନି, ମୁଁ ଘରକୁ ପଳେଇବି। ମୁଁ କହିବା ପୂର୍ବରୁ ମୋ ଦିଦି ମତେ କହିଲା କି ତୁ ଭିଡିଓ କଣ ପାଇଁ ପକଉନୁ? ତାପରେ ମୁଁ କହିନି କାମ କରିବାରେ ବିଜି ରହୁଛି ସେଥିପାଇଁ ପକେଇ ପାରୁନି। ତାପରେ ମୋ ଦିଦି ମତେ କହିଲା ତୁ ଡ୍ୟୁଟି ଯା କି ନ ଯା କିନ୍ତୁ ଭିଡିଓ ଡେଲି ପକା। ପ୍ରଥମେ ତ ମୋ ମନ ଘର ଯିବା ପାଇଁ ଥିଲା କିନ୍ତୁ ମୋ ଦିଦିର କଥା ଶୁଣିଲା ପରେ ମୋ ମନ ପୁରାପୁରି ବଦଳିଗଲା। ତାପରେ ମୁଁ ଗୋଟେ ଡିସିସନ ନେଲି କି ମୁଁ ଗୋଟେ ଚ୍ୟାଲେଞ୍ଜ ନେବି। ଆଉ ଚ୍ୟାଲେଞ୍ଜ ଏଇଆ କି ମତେ ଘରକୁ ଯିବାକୁ 90 ଦିନ ବାକି ଅଛି। ଏଇ 90 ଦିନ ଭିତରେ ମୁଁ 4K ଫଲୋଅର୍ସ କମ୍ପ୍ଲିଟ କରିବି।